ଶ୍ରୀମଦ୍ଭାଗବତ ତୃତୀୟ ସ୍କନ୍ଧ ଏକବିଂଶ ଅଧ୍ୟାୟ। ମୈତ୍ରେୟ ମୁନି ପାଦେ ପଡ଼ି ବିଦୁର କହେ କର ଯୋଡ଼ି। ବିଦୁର ଉବାଚ ବୋଇଲେ ଶୁଣ ହେ ମୈତ୍ରେୟ ମୋହର ପ୍ରତି ତୁ ସଦୟ। ସେ ସ୍ୱୟଂଭୁବ ମନୋବଂଶ ମୋ ଆଗେ କର ହେ ପ୍ରକାଶ। ଯାର ପ୍ରଶଂସା ସାଧୁ ଲୋକ କରନ୍ତି ସଦା ଅତିରେକ। ବ୍ରହ୍ମାର ତହୁଁ ଯାର ତନୁ ଯେ ପୂର୍ବେ ସ୍ୱୟଂଭୁବ ମନୁ। ତାହାର ବଂଶ ଏ ଜଗତେ କି ରୂପେ ପ୍ରସରିଲେ କେତେ। ମୈଥୁନ ମତେ କଲା ପ୍ରଜା ଯେ ପୁଣି ମନୁବଂଶେ ରାଜା। ସେ ସ୍ୱୟଂଭୁବ ମନୁସୂତ ଉତ୍ତାନ ପାଦ ପ୍ରିୟବ୍ରତ। ତେଜେ ପ୍ରଚଣ୍ଡ ସେ ବିରାଜେ ଏ ସପ୍ତଦୀପା ମହି ଭୁଞ୍ଜେ। ଯେମନ୍ତେ ଧର୍ମ ଏ ସଂସାରେ ରଖିଲେ କହ ମୁନିବରେ। ତାର ଦୁହିତା ଅନୁପମ ଯାହାର ଦେବହୂତି ନାମ। କର୍ଦ୍ଦମ ତାର ନିଜପତି ତାର ଭୁବନେ ଦେବହୂତି। ସେବା କରଇ ଅନୁବ୍ରତେ ଯେ ଧର୍ମ ପତିବ୍ରତା ମତେ। ସ୍ୱାମୀ ସୁହାଗେ ସୌଭାଗ୍ୟେ ମୈଥୁନ ଭାବେ ରତିରଙ୍ଗେ। ତାହାର ଗର୍ଭେ ପୁତ୍ର କେତେ ଜନ୍ମିଲେ କହ ମୋ ଅଗ୍ରତେ। ତାହା ଶ୍ରବଣେ ଇଚ୍ଛା ମୋର କହ ସଦୟେ ମୁନିବର। ମନୁ ତନୟା ଯେ ଆକୁତି ତାହାଙ୍କୁ ରୁଚି ପ୍ରଜାପତି। ବ୍ରହ୍ମଜ ଦକ୍ଷ ପ୍ରଜାପତି ସେ ପୁଣ ଲଭିଣ ପ୍ରସୂତି। ସୃଷ୍ଟି ସୃଜିଲେ କେଉଁ ଭାବେ ଭୋ ମୁନି ତାହା କହ ଏବେ। ଏମନ୍ତ ବିଦୁରର ବାଣୀ ମୈତ୍ରେୟ ବୋଲେ ତାହା ଶୁଣି। ମୈତ୍ରେୟ ଉବାଚ କର୍ଦ୍ଦମେ ରାitiବେଦବର ବୋଇଲେ ପ୍ରଜା ସୃଷ୍ଟି କର। ବ୍ରହ୍ମାର ଆଜ୍ଞା ଘେନି ଶିରେ ମିଳିଲେ ସରସ୍ୱତୀ ତୀରେ। ଅତି କଠୋର ତପ କଲା ଶୁଣ ହେ ଯେତେ ଦିନ ଗଲା। ଦେବଙ୍କ ଅୟୁତ ବରଷେ ବସିଲା ଆତ୍ମାର ବିଶ୍ୱାସେ। ସମାଧି ଯୋଗରେ କର୍ଦ୍ଦମ ସେବିଲେ ପୁରୁଷ ଉତ୍ତମ। ତପ ସମାଧି କ୍ରିୟା ଯୋଗେ ନିଶ୍ଚଳ ଭକ୍ତି ଅନୁରାଗୀ। ତାର ସମୀପେ ହୃଷିକେଶ ତକ୍ଷଣେ ହୋଇଲେ ପ୍ରବେଶ। ଶୁକ୍ଳ କମଳ ମାଳ ଗଳେ ବଦନ ଶୋଭିତ କୁଣ୍ଡଳେ। ଶବଦ ବ୍ରହ୍ମରୂପ ଧରି ସତେ ଆଦିତ୍ୟ ନୁହେଁ ସରି। ଲୋଚନ ପୁଣ୍ଡରୀକ ଦଳେ ସୁନ୍ଦର ଅଳକା କପୋଳେ। ନିର୍ମଳ ବସ୍ତ୍ର ପରିଧାନ ସୁନ୍ଦର ମସ୍ତକ ଭୂଷଣ। କିରୀଟ କୁଣ୍ଡଳ ବିରାଜେ ଶଙ୍ଖ କମଳ ଗଦା ସାଜେ। ଚକ୍ର ବିରାଜେ ଦକ୍ଷ କରେ ତେଜେଣ ଦଶ ଦିଗ ପୁରେ। ଅଧରେ ସ୍ମିତ ହାସ୍ୟ ଯାର ବିରାଜେ ଅତି ମନୋହର। ସ୍ମିତ ବାରିକ ଚକ୍ଷୁ ବେନି ବିରାଜେ ନିଜ ତେଜ ଘେନି। ସୁନ୍ଦର ହାସ୍ୟେ ମନ ମୋହେ କୋଟି ସନ୍ଦର୍ପ ସମ ନୁହେଁ। ଗରୁଡ଼ ସ୍କନ୍ଧେ ଆରୋହଣ ଅମୂଲ୍ୟ ରତ୍ନ ବିଭୂଷଣ। ଭୁଜଙ୍ଗେ ରୁଚିର ଶ୍ରୀମୁଖ ଦେଖନ୍ତେ ହରେ ଭକ୍ତ ଦୁଃଖ। ଶ୍ରୀବତ୍ସ ଚିହ୍ନ ହୃଦେ ସାଜେ କୌସ୍ତୁଭ ମଣି କଣ୍ଠ ମାଝେ। ଶୁକ୍ଳ ଶରୀର ଶୂନ୍ୟ ମାର୍ଗେ ଯେ ରୂପ ବହେ ସତ୍ୟ ଯୁଗେ। ଶୂନ୍ୟ ମଣ୍ଡଳେ ବିଷ୍ଣୁ ଦେଖି ଉଠିଲା ଆସନ ଉପେକ୍ଷୀ। ବହୁ ବରଷ ତପଶ୍ରମ ଦେଖନ୍ତେ ଗଲା ମନ ଭ୍ରମ। ରୋମ ହରଷ କଳେବର ନୟନୁ ବହେ ଅଶ୍ରୁଧାର। କର ଅଞ୍ଜଳି ଦେଇ ମାଥେ ଦଣ୍ଡ ପ୍ରଣାମ ଭୂମି ଗତେ। ଆନନ୍ଦେ ପ୍ରାପ୍ତ ମନୋରଥ ଅନ୍ତରେ ହୋଇ କୃତକୃତ୍ୟ। ଶ୍ରୁତି ବଚନ ମୁଖେ କହି ବୋଲଇ ବିଷ୍ଣୁ ରୂପ ଚାହିଁ। କର୍ଦ୍ଦମ ଉବାଚ ଭୋ ନାଥ ତବ ଦରଶନ ସଫଳ କଲା ମୋ ନୟନ।
ଯେ ରୂପ ଦେଖିବାର ଅର୍ଥେ ଯୋଗ ସାଧନ୍ତି ମୁନି ସନ୍ଥେ। ଭୋନାଥ ତୋହର ଚରଣ ଜୀବର ପରମ କାରଣ। ତୋ ପାଦ ପଦ୍ମନାଭ କରି ଭବସାଗରୁ ଯାନ୍ତି ତରି। ଏ ଭାବ ଛାଡ଼ି ଯେ ସଂସାରେ ବିଷୟ ରସ ଆଶ୍ରେ କରେ। ତାହାର ମୋକ୍ଷ ଆଉ କାହିଁ ସଂସାରେ ନିୟତ ଭ୍ରମଇ। ନରକେ ଯାନ୍ତି ସେହି ମତେ ସେ ତୋତେ ପାଇବେ କେମନ୍ତେ। ସେହି ପ୍ରକାରେ ମନ ମୋର କଳ୍ପଇ ବିଷୟ ଗୋଚର। ତୋର ଆଦେଶେ ସୃଷ୍ଟି ଧର୍ମେ କଳ୍ପଇ ଗୃହସ୍ଥ ଆଶ୍ରମେ। ଯେ ଗୃହ କାମଧେନୁ ପ୍ରାଏ କୁଟୁମ୍ବ ଜନ ମନ ମୋহে। ତୋର ଚରଣ କଳ୍ପଦ୍ରୁମ ଆଶ୍ରେ ଲଭିବି ସର୍ବ କାମ। ତୋ ଅନୁଗ୍ରହେ ମନୁ ରାଜା କଳ୍ପିବ ତୋ ତାହାର ତନୁଜା। ମୁଁ ପୁଣି ସର୍ବ ପ୍ରାଣୀ ହିତେ ଯେମନ୍ତେ ତୋ ଚରଣାଗତେ। ବଳି ନିବେଦି ଗୃହ ଧର୍ମେ ଯେମନ୍ତେ ରମିବି ଆଶ୍ରମେ। ତୋ ପଦ ବିନୁ ଚକ୍ରଧର ସେବିବି କାହାର ପୟର। ତୋ ପାଦ ତାପତ୍ରୟ ଛତ୍ର ଏକଥା ଜଗତେ ବିଦିତ। ତୋ ରୂପ ଗୁଣ ଅବତାର ନିର୍ମଳ ବହେ ସୁଧାଧାର। ତେଣେ ଲୋଭିତ ଯାର ଚିତ୍ତ ସେ ନୋହେ କାଳଚକ୍ରେ ଗ୍ରସ୍ତ। ତୋ କାଳଚକ୍ରର ମହିମା କେ କରି ପାରେ ଗୁଣ ସୀମା। ଯାହାର ବ୍ରହ୍ମରୂପୀ ଅକ୍ଷ ଭ୍ରମଣେ କେବା କରୁ ଲକ୍ଷ୍ୟ। ତୃତୀୟ ଦଶଥର ହୋଇ ତ୍ରିଶତ ଷଷ୍ଠୀ ପର୍ବ ଯହିଁ। ଅନନ୍ତ ପତ୍ର ଶଟ ନେମି ତ୍ରିନାଭି ଯେହୁ ବ୍ୟଗ୍ରଗାମୀ। ଏ ରୂପେ ଧାମେ ଅବିରତେ ପ୍ରାଣୀ ଆୟୁଷ ହରେ ନିତ୍ୟେ। ଏମନ୍ତ କାଳ ରୂପ ଯେହି ତୋ ଭକ୍ତେ ନ ପାରଇ ସହି। ତୁ ଏକ ରୂପୀ ଛନ୍ନ ଦେହି ଜଗନ୍ମୋହିନୀ ତୋର ମାଇ। ତୁ ଏକ ରୂପୀ ଛନ୍ନ ଦେହା ଜଗନ୍ମୋହିନୀ ତୋର ମାୟା। ତେଣେ ଏ ସୃଷ୍ଟି ସ୍ଥିତି ଅନ୍ତ ଯେ ସନେ ଉର୍ଣ୍ଣ ନାଭିବତ। କାମୀ ଅକାମୀ ମନ ପୂର୍ଣ୍ଣ କରେ ତୋ ପାଦ କଳ୍ପଦ୍ରୁମ। ତୋତେ ଜାଣନ୍ତି ଯେତେ ଜୀବେ କର୍ମର ଭୋଗ ନାଶ ତେବେ। ଆପଣା ଆପଣା ମାୟାରୁ ଏ ବିଶ୍ୱ ଆବର୍ତ୍ତିତ କରୁ। ତୁହି ସକଳ କାମ ଦାତା ନିଷ୍କାମ ଜନ ମୋକ୍ଷ ଦାତା। ଏଣୁ ମୁଁ ନିଷ୍ଠା କାମ ବଳେ ନମଇ ତୋ ପାଦ କମଳେ। ତେଣୁ ତୁ ଭକ୍ତି ମୁକ୍ତି ଦାତା ତୋ ପାଦେ ନମୋ ଦୁଃଖ ହର୍ତ୍ତା। ଭୋନାଥ ତୋହର ମହିମା କେ କହି ପାରେ ଗୁଣ ସୀମା। ମୈତ୍ରେୟ ଉବାଚ ଏମନ୍ତ ମୁନି ବାକ୍ୟ ଶୁଣି ଗରୁଡ଼ ସ୍କନ୍ଧେ ଚକ୍ରପାଣି। ଜ୍ୟୋତି ସ୍ୱରୂପ ଶୂନ୍ୟେ ଥାଇ କହନ୍ତି ମୁନି ମୁଖ ଚାହିଁ। ଭଗବାନ ଉବାଚ ଶୁଣ ହୋ ପ୍ରଜାପତି ସୁତ ମୁହିଁ ଜାଣିଲି ତୋର ଚିତ୍ତ। ତୁ ଯେଣୁ ପୂଜି ମୋ ଚରଣ କଳ୍ପିଲୁ ସୃଷ୍ଟିର କାରଣ। ଯହିଁ ତୋହର ମନ ଯୋଗ ପୂର୍ବେ କରିଛି ତା ସଂଯୋଗ। ଅବଶ୍ୟ ତାହା କରିବହିଁ ମୋ ପୂଜା ବ୍ୟର୍ଥେ ନ ଯାଇ। ତୁ ଏବେ ସାବଧାନେ ଶୁଣ କହିବା ତହିଁର କାରଣ। ଯେ ପୂର୍ବେ ପଦ୍ମଯୋନି ତନୁ ସମ୍ଭୂତ ସ୍ୱୟଂଭୁବ ମନୁ। ଯେ ପ୍ରଜାପତିଙ୍କର ପତି ଯାହାର ସଦାଚାର ଖ୍ୟାତି। ଏ ବ୍ରହ୍ମାବର୍ତ୍ତେ ରାଜା ହୋଇ ପାଳଇ ସପ୍ତଦୀପାମହି। ସେହି ଧର୍ମଜ୍ଞ ମନୁ ତୋତେ ଆସିବେ ଦେଖିବା ନିମନ୍ତେ। ତାହାର ଶତରୂପା ନାରୀ ରୂପେ କମଳା ନୋହେ ସରି। ସେବେ ନିଜନେ ଏକ ରଥେ ତୋ ରୂପ ଦେଖିବାର ଅର୍ଥେ। ତୋହର ସମୀପେ ସାକ୍ଷାତେ ମିଳିବେ ବେନି ଦିନ ଅନ୍ତେ। ତାର ଦୁହିତା ଦେବହୂତେ ରୂପେ ସମାନ ନୋହେ ରତି। ତାର ବୟସ ରୂପ ଗୁଣେ ଅପରେ କେ ଅଛି ପ୍ରମାଣେ।
ତାରୂପ ଅତି ମନୋହର ତୁ ତାହା ଅନୁରୂପେ ବର। ସେ କନ୍ୟା ସମର୍ପିବ ତୋତେ ଯେ ବିଧି ବିଧାନ ଉକତେ। ତୁ ମୋ ଚରଣେ ଚିତ୍ତ ଦେଇ ଯେତେ ବରଷ ତପଦାହି। ନିରତେ କଲୁ ଆତ୍ମଯୋଗ ଏବେ ବିଷୟ ଅନୁଭୋଗ। ମନୋ ଦୁହିତା ତୋର ସଙ୍ଗେ ନିରତେ ଭଜୁ ଅନୁରାଗେ। ସେ ତୋର ତୁଲେ କରି ଭାବ ନବୋଧା ଗର୍ଭ ପ୍ରସବିବ। ତୋହର ବୀର୍ଯ୍ୟେ ଯେତେ କନ୍ୟା ଜନ୍ମିବେ ରୂପେ ଗୁଣେ ଧନ୍ୟା। ତାହାଙ୍କ ଗର୍ଭେ ଋଷିଗଣ କଳ୍ପିବେ ବହୁତ ସନ୍ତାନ। ତୋହର ଗୁଣ ଅନୁପମ ହୋଇବେ ଅନୁମତ ନାମ। ତୁ ଯେ ମୋ ଆଜ୍ଞା ଶିରେ ଧରି ମୋତେ ତୁ ତୀର୍ଥ ପ୍ରାୟ କରି। ଅଶେଷ କର୍ମ ଫଳ ଦେଇ ମୋତେ ପାଇବୁ ତେଣୁ ତୁହି। ଅଶେଷ ଭୂତେ ତୋର ଦୟା ତୋତେ ନ ଲାଗୁ ବିଷ୍ଣୁ ମାୟା। ଆତ୍ମାରେ ଜଗତ ଆରୋପି ତୁ ଯେ ମୋହର ଭାବେ ବ୍ୟାପୀ। ଆତ୍ମା ସହିତେ ସର୍ବଭୂତ ମୋଠାରେ ହୋଇଛି ମିଳିତ। ତପ ସାଧିଲୁ ଚିରକାଳେ ଏ ଘୋର ସଂସାର କଲ୍ଲୋଳେ। ତୁ ମୋତେ ଆତ୍ମାରେ ଦେଖିବୁ ଜୀବନ ସଫଳ ଲଭିବୁ। ମୁଁ ପୁଣି ପଶି ତୋର ବୀର୍ଯ୍ୟେ ସ୍ୱଭାବେ ବିଷ୍ଣୁ ଅଂଶ ତେଜେ। ମୋହର କ୍ଷେତ୍ରେ ମୁଁ ସମ୍ଭୂତ ହୋଇବି ଦେବହୂତି ସୁତ। ତତ୍ତ୍ୱସଂହିତା ପ୍ରଣୟନ କରିବି ହୋଇ ଅବତୀର୍ଣ୍ଣ। ମୈତ୍ରେୟ ଉବାଚ ଏମନ୍ତ କହି ମୁନି ଆଗେ ହରି ଚଳିଲେ ଶୂନ୍ୟ ମାର୍ଗେ। ଗମିଲେ ବିନ୍ଦୁ ସରୋବରୁ ନିର୍ମଳ ସରସ୍ୱତୀ ତୀରୁ। ସେ ନଦୀ ତୀରେ ପୁଷ୍ପବନେ ଗରୁଡ଼ ପକ୍ଷୀ ନାଦ ସ୍ୱନେ। ଭୃଙ୍ଗ ସମୂହେ ବାୟୁ ବହେ ଶୁଭଇ ସାମ ଗାନ ପ୍ରାୟେ। ଏମନ୍ତେ ଶୁଣ ହୋ ବିଦୁର ସେ ସ୍ୱୟଂଭୁବ ମନୁବର। ସୁବର୍ଣ୍ଣ ଆଚ୍ଛାଦିତ ରଥେ ଆରୋହୀ ପାରିଷଦ ଯେତେ। ସଙ୍ଗତେ ଘେନି ଦେବହୂତି ଭୂମି ପର୍ଯ୍ୟଟନ କରନ୍ତି। ମିଳିଲେ କର୍ଦ୍ଦମ ଆଶ୍ରମେ ବିଷ୍ଣୁର କହିଥିବା ଦିନେ। ନିର୍ମଳ ସରସ୍ୱତୀ ତୀରେ ମିଳିଲେ ବିନ୍ଦୁ ସରୋବରେ। ଦେଖିଲେ କର୍ଦ୍ଦମ ଶରୀର ତପ ସାଧନେ କୃଶତର। ପୂର୍ବେ ଯେ ସରସ୍ୱତୀ କୂଳେ ବିଷ୍ଣୁ ମିଳିଲେ ଋଷି ମେଳେ। ଦେଖି ତାହାଙ୍କ ଭକ୍ତି ଭାବ ତନୁ ପୁଲକ ପଦ୍ମନାଭ। ସ୍ୱଭାବେ ଭକ୍ତଜନ ବନ୍ଧୁ ନୟନୁ ଅଶ୍ରୁ ଜଳ ବିନ୍ଦୁ। ପଡ଼ିଲା ସରସ୍ୱତୀ ନୀର ତେଣୁ ବୋଲାଇ ବିନ୍ଦୁସର। ସେବନ ସାମାନ୍ୟ ନୋହଇ ଯହିଁରେ ପ୍ରଭୁ ଭାବଗ୍ରାହୀ। କର୍ଦ୍ଦମ ପ୍ରତି ଦୟା କରି ପତିତ କଲେ ନେତ୍ର ବାରି। ପୁଣ୍ୟ ପବିତ୍ର ସୁଧା ଜଳ ସ୍ୱଭାବେ ନିର୍ମଳ ଶୀତଳ। ଯେ ପୁଣ୍ୟ ଜଳ ମୁନି ଗଣେ ସେବା କରନ୍ତି ଅନୁକ୍ଷଣେ। ପବିତ୍ର ଦ୍ରୁମଲତା ଘନେ ନାଦ କରନ୍ତି ପକ୍ଷୀ ଗଣେ। କ୍ରୀଡ଼ନ୍ତି ନାନା ବନ ଜୀବେ ଗଭୀର ଶୁଭେ ଭୃଙ୍ଗରବେ। ସକଳ ଋତୁ ଫଳ ନାହିଁ ପୁଷ୍ପ ପଲ୍ଲବ ବିରାଜଇ। ମତ୍ତ ମୟୂର ଯୂଥ ଯୂଥ କୋକିଳ ରାବ ସୁଲଳିତ। ପ୍ରମତ୍ତ ଭ୍ରମରନି କରି ନାନା ପ୍ରକାରେ କ୍ରୀଡ଼ା କରେ। କଦମ୍ବ ଚମ୍ପକ ଅଶୋକ ନାଗ କେଶର କୁରୁବକ। କରଞ୍ଜ ପଣସ ଅସନ କୁନ୍ଦ ମନ୍ଦାର ଚ୍ୟୁତବନ। ହଂସ ସାରସ ବକପନ୍ତି ଜଳ କୁକ୍କୁଟ ରାବଦ୍ୟନ୍ତି। ଚକୋର ଚକ୍ରବାକ ବାଣୀ ଅତି ଗଭୀର ପରିମାଣୀ। ଗୟଳ ସଲ୍ଲକ କୁଞ୍ଜର କୁରଙ୍ଗ ହରିଣ ଶୂକର। ବାନର ଗୋଲାଙ୍ଗୁଳ ସାଜେ ନକୁଳ କସ୍ତୁରୀ ବିରାଜେ। ସେ ତୀର୍ଥ ବରେ ଆଦି ରାଜା ରଥେ ମିଳିଲେ ମହାତେଜା। କାଳତ୍ର ଦୁହିତା ସମେତେ ପ୍ରବେଶ ହେଲା ରତ୍ନ ରଥେ। ଦେଖିଲା ମୁନିଙ୍କ ବଦନ ସ୍ୱଭାବେ ଧୃତ ହୁତାସନ।
स्वभावे घोर तप तेजे सुंदर शरीर विराजे। विष्णु जन्मिबे जा शरीरे सुंदर केतेक मातरे। अमृत तुल्य विष्णु वाणी जे मुनि कर्णपथे शुणी। रोम पुलक कळेबर नेत्रे आनंद अश्रुधार। शिरे सुंदर सोहे जटा बसन चिराणी का छटा। से मुनि मलिन जे गात्र रत्न जे सने असंस्कृत। हेमंत देखी नृपमणि संगते निज पत्नी घेनी। रथु तुरिते अवतरी मुनि समीपे दंडधारी। मिलिले जोड़िबेनि पाणी पादे प्रणाम कले पुणी। देखी उठिले मुनि बेगे आशीष कले मंत्र जोगे। विष्णु आदेश गुणी मने आनंद उल्लोल लोचने। पूजिले बसाई आसने कहन्ति अमृत वचने। राजकुशल प्रश्न बाणी संतोषे पूछे विप्रमणि। कर्दम उवाच तो आगमने नृपवर धन्य ए आश्रम मोहर। तुम्भ भ्रमण ए जगते साधुजनक रक्षा अर्थे। असाधुजन विनाशने निश्चले धर्मर स्थापने। रवि शशांक अग्निजम इंद्र वरुण वात धर्म। ए अष्ट दिगपाल तेज एणु क्षत्रिय अष्टभुज। एणु तुम्भंकु नमस्कार तु धर्म मूर्ति नृपवर। रथ आरोही तो विहार असत जन गर्भहर। घोर गर्जन धनुरवे उद्दंड संग्राम उत्सवे। बेष्टित चतुरंग बळे कंपाई अवन अवनी मंडले। सूर्यर प्राये तेज धरी खेट खर्वट वनगिरी। शत्रु विनाशे सावधाने क्षत्रिय धर्म ए प्रमाणे। एहा न करी जेबे घरे सुख शयने निद्रा करे। तेबे असत रिपुबल नासन्ति भुवन मंडल। तथापि शुण हे राजन जे अर्थे तुम्भ आगमन। तुम्भर प्रिय भाव बही सुहृद भावे करिबई। एमंत कही राजा आगे कर्दम अति सौभाग्ये। विष्णुर बचन सुमरी अधिक प्रिय भाव भारी। से मुनि चरण पंकजे ब्राह्मण जगन्नाथ भजे। इति श्रीमद्भागवते महापुराणे पारमहंस्यां संहितायां तृतीयस्कन्धे एकविंशोऽध्यायः।